ସେତେବେଳେ କଷ୍ଟ ମୋତେ ମଧ୍ୟ ହେଉଥିଲା। ଯଦି ବିଜୟର ସୁଖ ମୁଁ ଭୋଗିଛି ତାହେଲେ ପରାଜୟର ଦୁଃଖ ମଧ୍ୟ ମୋତେ ହୋଇଛି। ମୁଁ ହିଁ ଆପଣଙ୍କର ଶତ୍ରୁ ମାତା, ମୁଁ ହିଁ ଆପଣଙ୍କର ମିତ୍ର ଅଟେ, ଆଉ ମୁଁ ହିଁ ଆପଣଙ୍କର ପୁତ୍ର ଅଟେ। ଆଉ ଜୀବନ ସାରା ମାତାଙ୍କ ଆଶୀର୍ବାଦକୁ ଗ୍ରହଣ କରୁଛି। ବାସୁଦେବ କୃଷ୍ଣ ମାତାଙ୍କ ଆଗରେ ହାତ ଯୋଡ଼ି ଅଭିଶାପକୁ ଗ୍ରହଣ କଲେ, ଆଉ କଥା ଦେଲେ ଯେ ଯେତେବେଳେ ସମୟ ଆସିବ ସେ ନିଜର ବଂଶ ନିଜର ସୁଦର୍ଶନ ଚକ୍ର ଦ୍ୱାରା ହିଁ ନାଶ କରିବେ। ସେତେବେଳେ ମାତା ଗାନ୍ଧାରୀଙ୍କୁ ଅନୁତାପ ହେଲା ଯେ କେମିତି ସେ ଏମିତି ଭୟାନକ ଅଭିଶାପ ଦେଇଦେଲେ। ସେତେବେଳେ ବାସୁଦେବ ବୁଝାଇଥିଲେ, ମାତା, ଆଶୀର୍ବାଦ କି ଅଭିଶାପ ସବୁ ସମୟରେ ନିଜ ନିଜ ଯୋଜନା ଉପରେ ଆଧାରିତ ହୋଇଥାଏ। ତେବେ ଦର୍ଶକ ବନ୍ଧୁ, ଆଜିର ଏହି ଭିଡିଓଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚିନ୍ତ ଆପଣଙ୍କର ମତାମତ ଜଣାଇବେ। ଭଲ ଲାଗିଥିଲେ ଲାଇକ୍ କରିବେ, ସାଙ୍ଗମାନଙ୍କୁ ସେୟାର କରିଦେବେ, ଆଉ ଯଦି ମୋ ଚ୍ୟାନେଲରେ ନୂଆ ଥିବେ ସବସ୍କ୍ରାଇବ କରିବାକୁ ଭୁଲିବେନି।